महिलांकु मिलुछि 15,000 टंका। एही सरकारी योजनारे करंतु आवेदन। संपूर्ण न्यूज शुणिबा पई चैनल को गोटे लाइक एवं सब्सक्राइब करंतु, जद्वारा सर्वप्रथमे आपनक पाखकु एही परिका न्यूज पहुंची पारिबो। केंद्र सरकार देशवासी अनेक योजना चलाउछंती, ଯେଉଁଥିରେ ଅନେକ ଲୋକଙ୍କୁ आर्थिक सहायता मिलुछि, ଯାହାଦ୍ୱାରା ଲୋକେ ନିଜର ପରିବାର ପୋଷି ପାରୁଛନ୍ତି। ଏହି ସରକାରୀ ଯୋଜନା ମଧ୍ୟରେ ମହିଳାମାନଙ୍କ ପାଇଁ ମଧ୍ୟ ଯୋଜନା ରହିଛି, ଯାହା ଜରିଆରେ ମହିଳାମାନେ ଲାଭବାନ ହୋଇପାରୁଛନ୍ତି। ସେହିପରି ସରକାର ମହିଳାମାନଙ୍କୁ ଉପହାର ଦେଇ ମହିଳା ସମ୍ମାନ ଯୋଜନା ସଞ୍ଚୟ ପତ୍ର ନାମକ ଏକ ନୂଆ ଯୋଜନା ନିକଟରେ ଆରମ୍ଭ କରିଥିଲେ। ଏହା ଅଧୀନରେ ମହିଳାମାନେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ। ଏହି ଯୋଜନା ଅଧୀନରେ ଦିଆଯାଇଥିବା ସୁଧ ହାର ବାର୍ଷିକ 7.5%, ଯାହା 3 ମାସ ଭିତ୍ତିରେ ଦିଆଯାଉଛି। ଏହା ବ୍ୟତୀତ ପରିପକ୍ୱତା ଅବଧି 2 ବର୍ଷ ପାଇଁ ସ୍ଥିର କରାଯାଇଛି। ବର୍ତ୍ତମାନ ଏହି ଯୋଜନା ବିଷୟରେ ଏକ ନୂଆ ସୂଚନା ଆସିଛି। ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ 8,630 କୋଟି ଟଙ୍କା ଜମା କରାଯାଇଛି। ଏହି ସମୟରେ ଏହି ଯୋଜନା ଅଧୀନରେ ମୋଟ 14,83,980 ଖାତା ଖୋଲାଯାଇଛି। ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ବିଷୟରେ ଏଠାରେ ବିଶେଷ ସୂଚନା ଦିଆଗଲା। ଏହାର ଅର୍ଥ ହେଉଛି ମହିଳାମାନେ ଏହି ଯୋଜନାରେ ଅଧିକରୁ ଅଧିକ ବିନିଯୋଗ କରିଛନ୍ତି। 2023-24 ଆର୍ଥିକ ବର୍ଷ ପାଇଁ ବଜେଟ୍ ମହିଳା ସମ୍ମାନ ଯୋଜନା ସଞ୍ଚୟ ପ୍ରମାଣପତ୍ର ଯୋଜନା ଘୋଷଣା କରାଯାଇଥିଲା। ବାଳିକା ସମେତ ଯେକୌଣସି ବୟସର ମହିଳାମାନେ ମଧ୍ୟ 2 ବର୍ଷ କାର୍ଯ୍ୟକାଳ ପାଇଁ ସର୍ବନିମ୍ନ 1,000 ଟଙ୍କା ଏବଂ ସର୍ବାଧିକ 2 ଲକ୍ଷ ଟଙ୍କା ଜମା କରିପାରିବେ। ଏଠାରେ ଖୋଲି ପାରିବେ ଆକାଉଣ୍ଟ। କେନ୍ଦ୍ର ସରକାର ଏହି ଯୋଜନା ଚଳାଇବା ପାଇଁ ଡାକଘର, ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ 4ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ପଞ୍ଜୀକରଣ କରିଛନ୍ତି। ତେବେ ଅଧିକାଂଶ ବ୍ୟାଙ୍କ ଅନଲାଇନ୍ ବ୍ୟାଙ୍କିଂ ମାଧ୍ୟମରେ ଏପର୍ଯ୍ୟନ୍ତ ଏହି ଯୋଜନା ପ୍ରଦାନ କରୁନାହାନ୍ତି। ଏହି ଆକାଉଣ୍ଟ କେବଳ ଅଫଲାଇନରେ ଖୋଲାଯାଇପାରିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦର୍ଶାଇଛି ଯେ ଏହି ଯୋଜନା ଅନ୍ତର୍ଗତ ଖୋଲାଯାଇଥିବା ଆକାଉଣ୍ଟ ମହାରାଷ୍ଟ୍ର ଶୀର୍ଷରେ ଚାଲିଛି। ସୂଚନାଟି କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟରେ ନିଶ୍ଚିତ ଲେଖନ୍ତୁ।